ଆଜ୍ଞା ଗୋଟେ 15 ଦିନ ତଳେ ଜାଣିବାକୁ ପାଇଲି 31/5 ମୁଁ ବଡ଼ବଜାର ଥାନାରେ ଏଫଆଇଆର ବି ଦେଲି। କଣ ଅଭିଯୋଗ ରହିଛି? ମୋ ଝିଅକୁ ନିର୍ଯାତନା କରାଯାଇଛି ଆଜ୍ଞା ସ୍କୁଲରେ। ତ ସେ ନିର୍ଯାତନା ନେଇକି ବଡ଼ବଜାର ଥାନା 8 ତାରିଖ ହେଲାଣି ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। କଣ ଅଭିଯୋଗଟା କହୁନାହାନ୍ତି? ପୁରା କଣ କରୁଥିଲେ ସେ? କଣ ପଢୁଛି କୋଉ ସ୍କୁଲରେ ପଢୁଛି ପୁରା ଡିଟେଲ? ଫ୍ରଣ୍ଟେନ୍ ମଡର୍ନ ସ୍କୁଲ 7th କ୍ଲାସରେ ପଢୁଛି ସାର୍। କୋଉଠି ସେ ସ୍କୁଲଟା? ଚତୁର୍ଭୁଜ ଧର୍ମଶାଳା ଆମର ଯୋଉ ଆସ୍କା ରୋଡ ଅଛି ସେଇଠି ଅଛି। କେବେଠୁ ପଢୁଥିଲା ସେ? ସେ ପୁରା ଏଇଠୁ ଆମର ନାଇଁ ସିଏ ଆମର ଏଇଠୁ ମାନେ ପ୍ଲେ ସ୍କୁଲରୁ ସେଠି ପାଠ ପଢୁଥିଲା। ଆଜିର ଡେଟ୍ରେ 7th କ୍ଲାସ୍ ପଢୁଛି। ବର୍ଷେ ହେଲାଣି ଏଇ ଅଭିଯୋଗ। 6 ମାସରେ ମଧ୍ୟ 6 ମାସ ଆଗରୁ ମଧ୍ୟ ଏଇ ଜିନିଷ ହେଇଥିଲା ସାର୍। ଅଭିଯୋଗ କଣ ରହୁଛି? କଣ କରୁଛନ୍ତି? କଣ ଇଏ ଯାଉଥିଲା? କଣ କରୁଥିଲା? ସିଏ ସାର୍ ସେ ଶିଶିର ବା ବ୍ୟାଡମିଣ୍ଟନ ସେଣ୍ଟରକୁ ଯାଇଥିଲା ଖେଳିବା ପାଇଁ। ଯୋଉ ସମର କ୍ୟାମ୍ପ ହୁଏ ମେ ଆଉ ଜୁନରେ ଯାଇଥିଲା। ସେଠି ମୋ ଝିଅ ସହିତ ସିଏ ଝିଅର ସବୁ ଟି ସାର୍ଟ ଖୋଲି ସବୁ ଯେତିକି ଯାହା କରିବା କଥା ସେ କରିଛନ୍ତି। ମୁଁ ଜାଣିବାକୁ ପାଇଲି ଏବେ। ବଟ୍ 6 ମାସ ଥରେ ମଧ୍ୟ ତଳେ ମଧ୍ୟ ସେ ଫ୍ରଣ୍ଟେନ୍ ମଡର୍ନ ସ୍କୁଲକୁ ନେଇକି ସନ୍ଧ୍ୟାରେ ସେଇ ମୋ ଝିଅ ସହିତ ନିର୍ଯାତନା କରୁଥିଲା ସାର୍। ସେ ଯାହା ବଡ଼ବଜାର ଥାନା ଯେତେବେଳେ ଶୁଣିଲିନି ସେଥିପାଇଁ ମୁଁ ଆଜି ଆସିଛି ଏସ୍ପିଙ୍କ ଅଫିସକୁ ଦ୍ୱାରସ୍ଥ ହେବା ପାଇଁ। ଅଭିଯୋଗ କଲା? କଣ ଅଭିଯୋଗ କଲା? ଝିଅ 15 ଦିନ ତଳେ ମୋତେ ଜଣେଇଲା ପରେ ମୁଁ ତାକୁ ସାହସ ଦେଇ ଥାନାକୁ ନେଇଥିଲି ଆଉ ଥାନାରେ କେସ୍ ଦେଇଥିଲି। ଥାନାରେ କଣ ହେଲା? କଣ କହିଲେ? କଣ ହେଲା? ଏପର୍ଯ୍ୟନ୍ତ କଣ କରାଯାଇଛି? ଥାନାରେ ସବୁ ଷ୍ଟେଟମେଣ୍ଟ ନେଲେ ତାର କୋର୍ଟ ଫରୱାର୍ଡ ହେଲେ। ଜର୍ଜକୁ ପାଖକୁ ବି ଯାଇଥିଲା। ଜର୍ଜ ପାଖରେ ବି ସେ ଷ୍ଟେଟମେଣ୍ଟ ଦେଲା ପରେ ସେ କେସ୍ ଚାଲିଛି। ବଟ୍ କିଛି କାର୍ଯ୍ୟାନୁଷ୍ଠାନ ହେଇନି। ଦୋଷୀ ଏ ପର୍ଯ୍ୟନ୍ତ ଧରାଯାଇନି। କଣ କହୁଛି ପୋଲିସ? କଣ କହୁଛି? ଚେଷ୍ଟା ଚାଲିଛି କହୁଛନ୍ତି। ଚେଷ୍ଟା ଚାଲିଛି। ଆମେ ଜଲ୍ଦି ତାକୁ ଗିରଫ କରିବୁ। ଆଗରୁ ବି 2-3ଟା କେସ୍ ଅଛି ସାର୍। ଆପଣ ଚାଇଲ୍ଡ ୱେଲଫେୟାର ସେଣ୍ଟରକୁ ଯାଇପାରିବେ, ସେଠି ବି ଦେଖିପାରିବେ ଆଗରୁ ଅଛି। ବଟ୍ କିଛି ପ୍ରୁଫ୍ ନାହିଁ, ମାନେ କିଏ ଅଭିଯୋଗ କରିନାହାନ୍ତି। ବଟ୍ ମୁଁ ଅଭିଯୋଗ କରିବାକୁ ଆସିଛି ସାର୍। ମୋ ଝିଅକୁ ନ୍ୟାୟ ଦରକାର। ଆପଣଙ୍କର କଣ ପାଇଁ ସେମାନେ ଅଭିଯୋଗ କରୁନଥିଲେ? କଣ ପାଇଁ ଧମକ ଦିଆଯାଉଥିଲା? ସେଇଟା ତ ମୁଁ କହିପାରିବିନି ଆଜ୍ଞା। ବଟ୍ ସେଇଠି କେସ୍ ଅଛି ମୁଁ ଜାଣିଛି ସାର୍। ଆପଣଙ୍କୁ କଣ ଧମକ ଦିଆହେଲା? ଆପଣଙ୍କ ପିଲାକୁ କଣ ଧମକ ଦେଇଥିଲେ? ନାଇଁ ଏ ପର୍ଯ୍ୟନ୍ତ କିଛି ଆସିନି ସାର୍। ନାଇଁ ତ କେସ୍ ଦେଲା ସମୟରେ ଆପଣଙ୍କ ପିଲାକୁ କଣ କିଛି କହିଛନ୍ତି ପୁରା? କଣ ମାନେ ଏମିତି କଣ? ସେ ଲୋକ ଯିଏ ଦୋଷୀ ଅଛି ସିଏ ସାର୍ କହିଛି ତୁ ଯଦି ତୋ ଘରେ କହିବୁ କି ବାହାରେ କହିବୁ ତାହେଲେ ତୋ ବାପାକୁ ମିଛ କେସ୍ କହିକି ଆରେଷ୍ଟ କରିଦେବି ଆଉ ତୋତେ ସ୍କୁଲରୁ ବାହାର କରିଦେବି। ଆଉ କୋଉ ସ୍କୁଲରେ ମଧ୍ୟ ତୋତେ ସିଟ୍ ମିଳିବନି। ସେଇଟାକୁ ନେଇକି ଝିଅ କେତେ ଦିନ ଡରୁଥିଲା କହୁନଥିଲା ହେଲା। ମୁଁ କାଳେ ବାଡ଼େଇବି କଣ କରିବି ତା ମାଆକୁ ବି କହୁନଥିଲା। ବଟ୍ ଧୀରେ ଧୀରେ ସବୁ କହିଲା। ଆଉ ମୋ ଝିଅକୁ ଯେତେବେଳେ ମୁଁ ଆଣିକି ସବୁ ପଚାରିଲି ସବୁ ସେ ଜିନିଷ ସବୁ କହିଦେଲା। କେବଳ ଗୋଟେ ଝିଅ ବିଷୟରେ ଅଭିଯୋଗ ଅଛି ନା? ପୁରୁଣା ଅଭିଯୋଗ ତ ଅଛି। CWC ସେଣ୍ଟର ଗଲେ ଆପଣ ଯାଇପାରିବେ, ସେଠି ପୁରୁଣା ଅଭିଯୋଗ ଅଛି। ବଟ୍ ପ୍ରେଜେଣ୍ଟର ଅଭିଯୋଗ ମୋର ଏଇଟା। କିଛି ନାହିଁ। ମୁଁ ତାକୁ ମୋ ଝିଅକୁ ଏହା କଲା ପରେ ମଧ୍ୟ ମୁଁ ତାକୁ ବ୍ୟବହାର ଭଲ କରୁଥିଲି। କାରଣ ସେ ଗୋଟେ ସେ ସ୍କୁଲର ଟ୍ରଷ୍ଟିରେ ସେ ଗୋଟେ ସ୍କୁଲର ମାଲିକ। ସେ ଗୋଟେ ମାଲିକ 1 ରୁ 5 ଷ୍ଟାଣ୍ଡାର୍ଡର ପିଲାମାନଙ୍କୁ ସେ ସେତିକି ପ୍ରିନ୍ସିପାଲ ଭଳିଆ ସେ ଦେଖୁଛନ୍ତି। ପ୍ରମୋଦ ମହାକୁଡ଼। ଆପଣଙ୍କୁ କଣ କହିଲେ? ଫୋନ କରିକି ମୋତେ ଫୋନ କରିକି କହିଲେ ମୋର କିଛି ଭୁଲ ନାହିଁ, ମୁଁ ଏହା କିଛି କରିନି। ତା ଦେହରେ ଭଏସ୍ ମେସେଜ ବି ଛାଡ଼ିଛନ୍ତି। ମୁଁ ସବୁ ମୋ ପାଖରେ ରଖିଛି। ଭଏସ୍ ମେସେଜ ଛାଡ଼ିଛନ୍ତି। ମୁଁ ଆପଣଙ୍କ ଝିଅକୁ ଝିଅ ଭଳିଆ ରଖୁଛି। ଯଦି ରଖିଛ ତ ଆସୁନ କାହିଁକି ପଦାକୁ? ମୁଁ କହିବା କଥା ପଦାକୁ ଆସନ୍ତୁ, କଥାବାର୍ତ୍ତା ହେବା। ଯାହା ବି ଅଛି ଆମ ଭିତରେ ତା ସମାଧାନ କରିବା। ତ ସେ ଆସୁନାହାନ୍ତି। SP କହିଲେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ଆଜି ମୁଁ ରଖିଲି ଆପଣଙ୍କର FIR କପି ଆଉ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବୁ ଆମେ।